ଦିବ୍ୟ ପ୍ରେରଣା ପରିବାର ପକ୍ଷରୁ ଗୀତା ଯଜ୍ଞ ଓ ଗୀତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଓ ଶ୍ରୀମଦ୍ ଭାଗବତ ଗୀତାର ପ୍ରସାର ପ୍ରଚାର ପାଇଁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କମ୍ପଲାଠାରେ ଦିବ୍ୟ ପ୍ରେରଣା ପରିବାର ପକ୍ଷରୁ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଗୀତା ଓ ହନୁମାନ ଚାଳିଶା ବଣ୍ଟନ କରାଯାଇ ଗୀତାର ମୂଲ୍ୟବୋଧକୁ ଜୀବନରେ ଆଣିବା ପାଇଁ ମଧ୍ୟ କୁହାଯାଇଛି। ପ୍ରାୟ 10 ବର୍ଷ ହେଲାଣି ଲୋକଙ୍କୁ ଗୀତାର ମହାତ୍ମ୍ୟ ଓ ଆଧ୍ୟାତ୍ମିକତାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଏହି ପରିବାର ପକ୍ଷରୁ ପ୍ରୟାସ ଜାରି ରହିଛି। କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ରାଧେଶ୍ୟାମ ମିଶ୍ର ଓ ସୁବାସିନୀ ମିଶ୍ର ବସିଥିବା ବେଳେ ପୁରୋହିତ ଶ୍ରବଣ ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା ଓ ଦିବ୍ୟ ପ୍ରେରଣା ପରିବାରର ସୀତାକାନ୍ତ ପ୍ରସାଦ, ସନ୍ତୋଷ ମେହେର, ଅଭିରାମ ମେହେର, ରଞ୍ଜିତ ବାରିକ, ପାଣ୍ଡବ ଭକ୍ତା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଠମଲ୍ଲିକରୁ ବଂଶୀଧର ସେଠୀଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।